ଶ୍ରୀମଦ୍ଭାଗବତ। ଓಂ ବାସୁଦେବ ନାରାୟଣ ନମଃ। ବାସୁଦେବଙ୍କ କୃପାରୁ ଆପଣମାନେ ଭଲରେ ଥିବେ। ଶ୍ରୀମଦ୍ ଭାଗବତ ମହାପୁରାଣ ଅତ୍ୟନ୍ତ ଧୀରତାର ସହ ପଠନ କରାଯାଉଛି। ଆଶା କରିକି ଆପଣମାନଙ୍କୁ ଭଲ ଲାଗିବ। ଯଦି ବା କିଛି ତ୍ରୁଟି ଅନୁଭବ କରନ୍ତି କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ। ଆସନ୍ତୁ ଶୁଣିବା ତୃତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟ। ଜୟ ଜଗନ୍ନାଥ। ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟ। ଶ୍ରୀକୃଷ୍ଣ ମଥୁରାଗମନ କଂସ ବଧାଦି ଯେତେ କର୍ମ ଦ୍ୱାରକାପୁରେ କଲେ ଯାହା ତୃତୀୟ ବର୍ଣ୍ଣିଛନ୍ତି ଏହା। ଉଦ୍ଧବ ଉବାଚ ଶୁଣ ବିଦୁର ମୋ ବଚନ ଧରି ନ ପାରେ ଖେଦ ମନ। ଶ୍ରୀରାମ କୃଷ୍ଣ ଏକାରଥେ ଗମିଲେ ଅକ୍ରୂର ସଙ୍ଗତେ। ମାତା ପିତାଙ୍କର କୁଶଳ ଉଛନ୍ତି ରାମ ଆଦିମୂଳ। କଂସକୁ ଦୃଷ୍ଟିରେ ସଂହାରି ମଞ୍ଚାଉ ପରୁ କେଶ ଧରି। ତଳେ ପକାଇ ରୋଷ ଭରେ ମୃତ ପିଣ୍ଡକୁ ଆକର୍ଷିଲେ। ସନ୍ଦୀପ ନୀର ଘରେ ଯାଇ ସକଳ ବେଦ ଶିକ୍ଷା ପାଇ। ରାକ୍ଷସ ପଞ୍ଚଜନ ନାମ ତାର ଉଦରୁ ଭଗବାନ। ମୃତ ପୁତ୍ରକୁ ଦେଲେ ଆଣି ଗୁରୁ ଦକ୍ଷିଣା ଅର୍ଥେ ପୁଣି। ଗୁରୁ କାମିନୀ ଦୁଃଖ ହରି ପୁଣି ମିଳିଲେ ନିଜ ପୁରୀ। ଭୀଷ୍ମ କନ୍ୟାର ଅର୍ଥେ ହରି କୁଣ୍ଡୀ ନଗରେ ବିଜେ କରି। ଗନ୍ଧର୍ବ ବୃତ୍ତି ଆଚରିଲେ ବଳେ ସେ କନ୍ୟାକୁ ହରିଲେ। ଶୃଗାଳ ମଧୁ ସିଂହ ଯେହ୍ନେ ସ୍ୱଭାଗ ହରଇତେ ଶନେ। ଯେହ୍ନେ ସୁପର୍ଣ୍ଣ ନିଜ ଭାଗ ଅମୃତ ହରି କଲା ଭୋଗ। କୌଶଳପୁରେ ନରହରି ଶପଥ ବୃଷ ବନ୍ଦୀ କରି। କନ୍ୟା ଲଭିଲେ ନନ୍ଦବାଳ ଜିଣି ସକଳ ଶତ୍ରୁବଳ। ସ୍ୱତନ୍ତ୍ର ପ୍ରଭୁ ଅଟେ ଯେହି ଗ୍ରାମ୍ୟ ଜନଙ୍କ ପ୍ରାୟ ସେହି। ସତ୍ୟଭାମାର ବୋଲେ ପୁଣି ନନ୍ଦନ ବନୁ ଚକ୍ରପାଣି। ବଳେ ହରିଲେ ପାରିଜାତ ଲୀଳାଏ ଜିଣି ସଚିନାଥ। ପୁରେର ପିଲେ ବୃକ୍ଷ ନେଇ ପତ୍ନୀର ପ୍ରିୟ ଭାବ ବହି।
ଗରୁଡ଼େ ବସି ଭାବଗ୍ରାହୀ ନାରକାସୁରପୁରେ ଯାଇ ଦେଖିଲେ ତାହାର ବଦନ ସତେ କି ପିଉଛି ଗଗନ ଚକ୍ରେ ତାହାର ମୁଣ୍ଡ ହାଣି ଦେଖି ପ୍ରଣମିଲା ଧରଣୀ ବୋଲଇ କଲୁ ପୁତ୍ର ନାଶ ଧରଣୀ ବଚନେ ବିଶ୍ୱାସ ନାରକା ପୁତ୍ର କୁମୁରାରୀ ତାରା ଯେ ଅଭିଷେକ କରି ନାରକା ଅନ୍ତପୁରେ ହରି ବିଜେ କନ୍ଦର୍ପ ରୂପ ଧରି ଯୁଦ୍ଧେ ସକଳ ରାଜା ଜିଣି ଯେ କନ୍ୟା ଥିଲା ଦୈତ୍ୟ ଆଣି ସେ ସର୍ବ ଦେଖି କାମ ଭୋଳେ ଚାହାନ୍ତି ନୟନ ନିଶ୍ଚଳେ 16,000 ଶତାଧିକେ ତୁଲ୍ୟ ବୟସୀ ଏକୁଏକେ ହରିଙ୍କି ବରିଲେ ସକଳେ ମଙ୍ଗଳ ଶୁଭ ଲଗ୍ନ ବେଳେ ତାହାଙ୍କୁ ନାନା ପୁରେ ଆଣି ଏକା ମୁହୂର୍ତ୍ତେ ଚକ୍ରପାଣି ବିବାହ ହେଲେ ବେଦ ମତେ ଶୁଣ ତାହାଙ୍କ ପୁତ୍ର ଯେତେ 10 କୁମାର କନ୍ୟା ଏକ ଆତ୍ମା ସଦୃଶ ରୂପରେଖ କାଳ ଯବନ ଜରାସନ୍ଧେ ସାଲ୍ୱ ସହିତେ ପୁରରୁନ୍ଧେ ତାହାଙ୍କୁ ନିଜ ତେଜେ ନାସି ସ୍ୱଜନ ପ୍ରଭାବ ପ୍ରକାଶୀ ସମ୍ବର ଦ୍ୱିବିଦ ବାନର ମୂର ବଲ୍ୱଳ ବାଣାସୁର ଯେ ଦନ୍ତ ବକ୍ର ଆଦି କରି ତାହାଙ୍କୁ ସଂଗ୍ରାମେ ସଂହାରି ଏବେ ତ ଜ୍ୟେଷ୍ଠ ଭ୍ରାତ ସୁତେ ଅନେକ ନୃପତି ସହିତେ ସଙ୍ଗତେ ନିଜ ବଳ ଘେନି ଚରଣେ କମ୍ପାଇବେ ଦିନି ମିଳିଲେ କୁରୁକ୍ଷେତ୍ର ଦାଣ୍ଡେ ଭୁଞ୍ଜିବେ ବୋଲି ମହି ଖଣ୍ଡେ କର୍ଣ୍ଣ ଶକୁନି ଦୁଃଶାସନ ସ୍ୱଭାବେ ଦୁଷ୍ଟ 3 ଜଣ ଏହାଙ୍କୁ ହୋଇଲେ ବିଶ୍ୱାସ ଏଣୁ ହୋଇଲେ ଅଳ୍ପାୟୁଷ ଦେଖ ପଡ଼ିଲେ ରଣ ମଧ୍ୟେ ମୂଢ଼ ଧର୍ମ ଦୋଷ ବାଦେ ଶୁଣ ବିଦୁର କହୁ ତୋତେ କୃଷ୍ଣ ଭାଳନ୍ତି ଅନ୍ତର୍ଗତେ ଯେ ଭୀଷ୍ମ ଦ୍ରୋଣ ଭୀମାର୍ଜୁନ ମାରିଲେ ଅନେକ ରାଜନ ଭାରାନିବାର ଅର୍ଥେ ମହି
ସଂହାର ଅଳପମଣଇ ଏ ଯେ ମୋହର ଯଦୁ ବଂଶ ଏ ମଲେ ଭାରା ହୋଏ ଶେଷ ମଧ୍ୟ ଅରୁଣ ଚକ୍ଷୁ କୋପେ ସର୍ବେ ମରିବେ ବିପ୍ରଶାପେ ଏ ଯେ ନ ମଲେ ନୋহে ଶାନ୍ତି ଏମନ୍ତ ଯୋଗ ମାୟା ଚିନ୍ତି ଏମନ୍ତେ ମନେ ଚିନ୍ତା କରି ଧର୍ମସୂତଙ୍କୁ ନରହରି ବନ୍ଧୁ ସୁହୃଦ ଜନ ମଧ୍ୟେ କୃଷ୍ଣ ସ୍ଥାପିଲେ ରାଜପଦେ ଉତ୍ତରା ଗର୍ଭେ କୁରୁ ବଂଶ କୃଷ୍ଣ ରଖିଲେ ଅବଶେଷ ଦ୍ରୋଣ ନନ୍ଦନ ବାଣ କଷା ପରୀକ୍ଷିତଙ୍କୁ କରି ରକ୍ଷା ଜ୍ଞାତି ମାରଣ ଦୋଷ ନାଶେ ଧର୍ମନନ୍ଦନଙ୍କୁ ବିଶ୍ୱାସେ ସର୍ବସମ୍ପଦେ ସୁସମ୍ପାଦି କରାଇ তিনি অশ্বমেধি যুধিষ্ঠি কৃষ্ণে অনুগত পালিলে মহি ঘেনি ভ্রাত আপনে নিজ পুরে যাই নারীগণଙ୍କ মধ্যে থাই গৃহস্থ ধর্ম বেদ মতে কৃষ্ণ আচরিলে জগতে স্মিত নয়নে স্নেহ বহি পীয়ূষ সম কথা কহি নারীগণଙ୍କ মন মোহি গৃহচরিতে গৃহে থাই যে ধর্ম ইহ পরলোকে কৃষ্ণ সাধিলে সুবিবেকে এমন্তে বহুত বরসে রমন্তে গৃহ মেধ আসে বিষয়ে বৈরাগ্য জাত হইলা যোগে হৃদগত কর্ম অধীনে কামে জড়ি দেব মায়ারে সুখ লোড়ি পুরুষ কর্মর আয়ত যোগেশ্বরଙ୍କ অনুব্রত ସେ ହରି ବିଷ୍ଣୁ ମାୟା କରି ନିଜ ପୁତ୍ରଙ୍କ ମନ ହରି ସେ ପୁତ୍ରେ କ୍ରୀଡ଼ାର ସେ ଦିନେ କୋପ ସଞ୍ଚିଲେ ବିପ୍ରମନେ ହରିର ମତ ଜାଣି ଭଲେ ବ୍ରାହ୍ମଣେ ଶାପ ଦେଇଗଲେ ବ୍ରାହ୍ମଣ ଶାପ ପାଇ ପୁରେ ଅଦ୍ଭୁତ ଦେଖିଲେ ବିସ୍ତାରେ କୃଷ୍ଣ ବଚନେ ଶାନ୍ତି ଅର୍ଥେ ପ୍ରଭାସେ ମିଳିଲେ ସମସ୍ତେ ସେ ପୁଣ୍ୟ ଜଳେ କରି ସ୍ନାନ ପିତୃତର୍ପଣ ପିଣ୍ଡଦାନ
पूजिले ऋषि देवगणे गोदाने तोषिले ब्राह्मणे सुवर्ण रजत शयन बसन कम्बल अजीन रथ कुंजर असमान धरणी तुले कन्यादान अन्न सहिते नाना रसे विप्रंकु भुंजाई हरसे एमंते जदु भोजगण गोविप्र सेवा तांक प्राण विप्रंक पादे प्रणमिते दिवस बंचिले मंते से जदु वंशर चरणे सुजने चिंत अनुक्षणे होइब कृष्ण रे विश्वास कहई जगन्नाथ दास इति श्रीमद्भागवते महापुराणे पारमहंस्या संहिताया तृतीय स्कंदे विदुरोद्धव संवादे तृतीय अध्याय। ओं नमो भगवते वासुदेवाय।